2014 ମସିହାରେ ଏଇ ପୂଜା ସମିତିରେ ଥିଲେ 2011 2014 କିନ୍ତୁ 2014ରେ ଯେତେବେଳେ ସେ ରେଜିଗ୍ନେସନ ଦେଇଗଲେ 2018 ପର୍ଯ୍ୟନ୍ତ ଆମେ ତାଙ୍କୁ ମୌଖିକ ଭାବରେ ଅନୁରୋଧ କରୁଛୁ ଯେ ପୂଜା ସମିତିକୁ ଆସିବା ପାଇଁ କିନ୍ତୁ ସେ ରୋକଠୋକ ମନା କଲେ ରାଜନୈତିକ କାର୍ଯ୍ୟ ନେଇକି ମୁଁ ସମୟ ଦେଇପାରିବି ନାହିଁ କିନ୍ତୁ ପୂଜା ସମିତି ବାଧ୍ୟ ହୋଇ ବାଇଲର ନିୟମ ଅନୁସାରେ ଯେହେତୁ କୌଣସି ମିଟିଂ ଜେନେରାଲ ବଡି ମିଟିଂ ରେ ସେ ଆଟେଣ୍ଡ କଲେ ନାହିଁ କୌଣସି ସଭ୍ୟ ଚାନ୍ଦା ଦେଲା ନାହିଁ ସେଥିପାଇଁ ପୂଜା ସମିତି ବାଧ୍ୟ ହୋଇ ତାଙ୍କୁ ବରଖାସ୍ତ କଲା ପରେ 2018ରୁ 2024 ତମର ମନେ ପଡିଲା କିନ୍ତୁ ବର୍ତ୍ତମାନ ମନେ ପଡିଲା ଯେ ମୁଁ ପୂଜା ସମିତି ତମେ ପ୍ରକୃତ ଗାଁର ଲୋକ ଗାଁର ପୂଜା ପାଇଁ ତୁମ ସ୍ୱତଃପ୍ରଭୃତ ସମସ୍ତଙ୍କୁ ଉତ୍ସାହ ସମସ୍ତଙ୍କର ଇଏ ରହୁଛି ଆଉ ଏ ପୂଜା ସମିତି ଝାରପଡା ଦୁର୍ଗା ପୂଜା ସମିତି ହଉଛି ଖାଲି ତ ଝାରପଡା ଗାଁର ନୁହଁ ଝାରପଡା ଗ୍ରାମ ତାର ଝାରପଡା ଅଞ୍ଚଳକୁ ନେଇକି ପୂଜା ତମେ ତ ଆସିପାରିଥାନ୍ତ ସମସ୍ତଙ୍କର ଅଧିକାର ଅଛି ସାର୍ବଜନୀନ ପୂଜାରେ କୌଣସି ଦଳ ନଥାଏ କୌଣସି ଧର୍ମ କୌଣସି ଜାତି ନଥାଏ ଗୋଟେ ସୋସାଇଟିକୁ ଏକଜୁଟ କରି ରଖିବା ପାଇଁ ସମସ୍ତେ ଗୋଟେ ଭଗବାନଙ୍କ ମାଧ୍ୟମରେ ସେଇ ଜାଗାରେ ସମସ୍ତେ ଏକତ୍ରିତ ହୁଅନ୍ତି ସମସ୍ତଙ୍କ ମସ୍ତିଷ୍କ ସ୍ଥିର ରଖି ସମସ୍ତଙ୍କର ଗୋଟେ ଭାଇଚାରା ସୃଷ୍ଟି କରିବା ପାଇଁ ସାରା ଓଡିଶାରେ ବଡ ଧୁମଧାମରେ ହଉଥିଲା ବେଳେ 2012-13 ମସିହାରୁ ଆମେ ପାଳନ କରି ଆସିଲେ ଯଦି ଆମେ ଦେଖିବା ଦୁର୍ଗା ପୂଜା ଆମର ନୁହଁ ଯୋଉଟା ଚାହୁଁଛନ୍ତି ଏଇ ବର୍ଷ ପୂଜାରେ ଆମେ ମାଙ୍କର ପୂଜା କଲା ପରେ ଆମେ ସେଇ ଆମେ ସମ୍ପୂର୍ଣ୍ଣ ସମର୍ପଣ ହେଇଯାଇଛୁ ମାଙ୍କ ପାଖରେ ଆଉ ମୁଁ ବି ଆଜି ସ୍ୱଚ୍ଛ ମନରେ କହୁଛି ଆମେ ବହୁତ ନିଷ୍ଠାର ସହ ସେଠି ପୂଜା କରୁ ବହୁ ନିଷ୍ଠାର ସହ ପୂଜା କରୁ ଜୟ ମା ଦୁର୍ଗା ଜୟ ମା ଦୁର୍ଗା ଏବେ କଣ ଦିଟା ପୂଜା ହବ ଯେହେତୁ ମାନ୍ୟବର ଡିସିପି କୋର୍ଟ ଅର୍ଡର କରିଛନ୍ତି ଯେ ପୂଜା ସମିତିରେ ଝାରପଡା ଦୁର୍ଗା ପୂଜା ସମିତି ଜାଗାରେ ପୂଜା ହବ ନାହିଁ ତେଣୁ ସେ ପୂଜାଟି ଯୋଉ ଦୁଇଟା କମିଟି ଭିତରେ ଚାଲିଛି ଗୋଟେ ହଉଛି ସୋସିଆଲ ୱେଲଫେୟାର ଆସୋସିଏସନ ଡିସିପି କୋର୍ଟ ନିଜେ ମେନସନ କରିଛନ୍ତି ସୋସିଆଲ ୱେଲଫେୟାର ଆସୋସିଏସନ ଗୋଟେ ଆଉ ଗୋଟେ ହଉଛି ଝାରପଡା ଦୁର୍ଗା ପୂଜା ସମିତି ବିଭିନ୍ନ ଅଲଗା ଅଲଗା ଜାଗାରେ ସେମାନେ କରିପାରିବେ ସେଇ ଜାଗାରେ ଆଉ କରିବେ ନାହିଁ 163 DNS ଲାଗିଛି ସେଠି କରିପାରିବେ ତେଣୁ ମାନ୍ୟବର କୋର୍ଟର ଆଦେଶକୁ ଆମେ ନିଶ୍ଚିତ ଭାବରେ ପାଳନ କରୁ ଆଉ କମିଶନର ପୋଲିସର ନିୟମ କାନୁନ ଅନୁସାରେ ସାଧାରଣ ସମ୍ପାଦକ ଝାରପଡା ଦୁର୍ଗା ପୂଜା ସମିତିରେ ଯଦି ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି କଣ ଏହାର ଉଦ୍ଦେଶ୍ୟ କଣ ରହିଛି ଆର ମୁଖ୍ୟ ଉଦ୍ଦେଶ୍ୟ ହଉଛି ଆମର ଝାରପଡା ଦୁର୍ଗା ପୂଜା ସମିତିର ଯୋଉ ଘଟଣାଟି ବର୍ତ୍ତମାନ ଘଟି ଚାଲିଛି ଆମ ନାଁରେ ଯୋଉମାନେ ଝାରପଡା ଦୁର୍ଗା ପୂଜା ସମିତି ହଉଛି ଆମର 2011 ମସିହାରୁ ଦୁର୍ଗା ପୂଜା ଆରମ୍ଭ ହେଇଥିଲା ସେତେବେଳେ ଆମର ଉପଦେଷ୍ଟା ମଣ୍ଡଳ ଠାରୁ ଲାଗିକି ସଭ୍ୟ ପର୍ଯ୍ୟନ୍ତ ସଭାପତି ସମ୍ପାଦକ ସେମାନେ ବର୍ତ୍ତମାନ ଯୋଉମାନେ କଣ୍ଟିନ୍ୟୁ କରୁଛନ୍ତି ସେମାନେ ବର୍ତ୍ତମାନ ଆମର ଏଠି ଉପସ୍ଥିତ ଅଛନ୍ତି ଆଉ ସେ ପୂଜାଟି 2011 ମସିହାରୁ ଆରମ୍ଭ ହେଇଥିଲା 2024 ପର୍ଯ୍ୟନ୍ତ ଏ ବର୍ଷ ତାକୁ ପୋଲିସ ଆମେ ଯେତେବେଳେ ସେଠି ପୂଜା କରିବା ପାଇଁ ଆମର ସମସ୍ତ ସଦସ୍ୟଙ୍କୁ ନେଇକି ସେଠି ପରିଷ୍କାର ପରିଚ୍ଛନ୍ନ କରି ସେଇ ସମୟରେ ପୋଲିସ ଆମକୁ ସନ୍ଧ୍ୟା ବେଳକୁ ଦେଲା ଆସିକି 163 ସେଠି କେହି ଯାଇପାରିବେନି ତାପରେ ଆମେ କହିଲୁ କଣ କେହି ଯାଇଛୁ ନା ନାଇଁ ଏଠି ବିଶୃଙ୍ଖଳା ହବାର ଅଛି ଏଠି ଗଣ୍ଡଗୋଳ ହବାର ଅଛି ସେଠି ଯାଇପାରିବେନି ତାପରେ ଆମେ ଚିନ୍ତା କଲୁ କଣ କରିବୁ ଏଇ ଏଡିଏମ ପାଖରୁ କିଛି 2-3 ମାସ ପୂର୍ବରୁ ଗୋଟେ ଆସିଲା ଚିଠି ଆମ ପାଖକୁ ଯେ ପୂଜାର ଅନିୟମତା ଯାହା ଲେଖା ହେଇଥିଲା ସେମାନେ କହିଥିଲେ ଆମର ହିସାବ ପତ୍ର ଠିକ ନାହିଁ ଇଲେକ୍ସନ ଠିକ ନାହିଁ ପଇସା ହେରଫେର ହଉଛି ସବୁ ଜିନିଷ ଯାହା ଥିଲା ଆମ ପାଖରେ ଆୟର ହିସାବ ଆମର ଯୋଉ ମିଟିଂ ଯୋଉ ଆମେ ଯୋଉ ଇଲେକ୍ସନ କରୁ ତାର ସବୁ ତଥ୍ୟ ଦେଇଥିଲୁ ଦେଲା ପରେ ସେ ଗୋଟେ କ୍ଲିନ୍ ଚିଟ୍ ଦେଇଥିଲେ
ନା ଏ ହିସାବରେ ସବୁ ଠିକ ଅଛି। ତାପରେ ଆମର ସଭାପତିଙ୍କ ବିରୁଦ୍ଧରେ ସେମାନେ ଗୋଟେ ଆକ୍ଷେପ କରି କହିଥିଲେ ଯେ ସଭାପତି ଯେଠି କଙ୍ଗାରୁ କୋର୍ଟରେ ବସାଏ, ସେଠି ମନଖୁଲି କାମ କରେ, ଜମବାଡି ବେପାର କରେ, ଅର୍ଥ ତୋଷାରପାତ କରେ, ସେଭଳିଆ ଘଟଣା କିଛି ଘଟେନି। ଆଜ୍ଞା, ସେମାନେ ଲେଖି ଦେଇଥିଲେ, ସେମାନେ ଗୋଟେ ଗ୍ରୁପ ଲେଖି ଦେଇଥିଲେ ୟାଙ୍କ ପାଖେ ଏଡିଓ ପାଖେ, ଆମ ପାଖେ ସବୁ ଅଛି ଦେଇଥିଲେ। ତାର ଆମେ ପ୍ରମାଣ ଦେଲା ପରେ ସେ ଆମକୁ ଆମର ସବୁ ଠିକ